ଚୁପ୍ ରହିବାର 10 ଜବରଦସ୍ତ ଲାଭ। 1. ମାନସିକ ଶାନ୍ତି। ଯେବେ ଆପଣ ଚୁପ୍ ରୁହନ୍ତି ତ ଆପଣଙ୍କର ମନ ଶାନ୍ତ ରହିଥାଏ ଏବଂ ଅଯଥା ଚିନ୍ତାରୁ ମୁକ୍ତ ରହନ୍ତି। 2. ବୁଦ୍ଧିମତ୍ତା ବଢ଼ିଥାଏ। ବେଶୀ ଶୁଣିବା ଏବଂ କମ୍ କହିବା ଦ୍ୱାରା ତଥ୍ୟକୁ ଗଭୀର ଭାବରେ ବୁଝିବାର ମୌକା ମିଳିଥାଏ। 3. ଭୁଲ ବୁଝାମଣା ବା ଭ୍ରାନ୍ତି ଧାରଣାରୁ ରକ୍ଷା। ବହୁତ ଥର କହିବା ଦ୍ୱାରା କଥା ବିଗିଡ଼ି ଯାଇଥାଏ, କିନ୍ତୁ ଚୁପ୍ ରହିବା ଦ୍ୱାରା ସମ୍ପର୍କ ସୁଧୁରିଥାଏ। 4. ଆତ୍ମସଂଯମ ମଜବୁତ ହୋଇଥାଏ। କ୍ରୋଧରେ କୁହାଯାଇଥିବା ଶବ୍ଦ ପରେ ପଶ୍ଚାତାପ ହୋଇଥାଏ। ଚୁପ୍ ରହିବା ଏହାକୁ ବଞ୍ଚାଇଥାଏ। 5. ସମୟ ଓ ଊର୍ଜାର ସୁରକ୍ଷା। ଅଯଥା ଝଗଡ଼ା ଏବଂ କଥାରେ ନ ପଡ଼ି ନିଜ ଊର୍ଜାକୁ ଉଚିତ ଦିଗରେ ଲଗାନ୍ତୁ। 6. ଆପଣଙ୍କ ସମ୍ମାନ ବଢ଼ିଥାଏ। ଯିଏ କମ୍ କହିଥାଏ ତାକୁ ଲୋକେ ବେଶୀ ଗମ୍ଭୀରତାରେ ନେଇଥାନ୍ତି ଏବଂ ତାଙ୍କ କଥା ବେଶୀ ମୂଲ୍ୟବାନ ଲାଗିଥାଏ। 7. ବିପଦଠାରୁ ରକ୍ଷା। ବହୁତ ଥର ଚୁପ୍ ରହିବା ସବୁଠାରୁ ଭଲ ଉତ୍ତର ହୋଇଥାଏ, ଯାହାଦ୍ୱାରା ଝଗଡ଼ା ଟଳି ଯାଇଥାଏ। 8. ଆଧ୍ୟାତ୍ମିକ ଉନ୍ନତି। ମୌନ ସାଧନା ଆତ୍ମଶକ୍ତିକୁ ବଢ଼ାଇଥାଏ ଏବଂ ଆପଣଙ୍କୁ ଭିତରୁ ମଜବୁତ ବନାଇଥାଏ। 9. ଲୋକମାନେ ଆପଣଙ୍କଠାରେ ଦିଲଚସ୍ପି ନିଅନ୍ତି। ଚୁପ୍ ରହୁଥିବା ଲୋକ ଅନ୍ୟ ପାଇଁ ରହସ୍ୟମୟ ହୋଇଥାଏ, ଯାହାଦ୍ୱାରା ତାଙ୍କର ଆକର୍ଷଣ ବଢ଼ିଥାଏ। 10. ଉଚିତ ସମୟରେ ଉଚିତ ଉତ୍ତର ଦେବାର କ୍ଷମତା। ଚୁପ୍ ରହିବା ଦ୍ୱାରା ଆପଣଙ୍କୁ ଭାବିବାର ସମୟ ମିଳିଥାଏ, ଯାହାଦ୍ୱାରା ଆପଣ ଭଲରେ ଉତ୍ତର ଦେଇପାରନ୍ତି। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।